ଏହି କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଯିବ। ଭକ୍ତ ବନ୍ଧୁ ମହାନ୍ତି ଏବଂ ପ୍ରଭୁ ଜଗନ୍ନାଥ। ବହୁ ବର୍ଷ ପୂର୍ବେ ଯାଜପୁର ଜିଲ୍ଲାରେ ବନ୍ଧୁ ମହାନ୍ତି ନାମକ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ। ସେ ବହୁତ ଗରିବ ଥିଲେ, କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିଲା। ସେ ଜଗନ୍ନାଥଙ୍କୁ ନିଜର ପରମ ମିତ୍ର ବୋଲି ଭାବୁଥିଲେ। ଥରେ ସେହି ଅଞ୍ଚଳରେ ପ୍ରବଳ ମରୁଡ଼ି ପଡ଼ିଲା। ଘରେ ଖାଇବାକୁ ଦାନାଟିଏ ମଧ୍ୟ ରହିଲାଣି। ପିଲାମାନେ ଭୋକରେ ଆକୁଳ ହେଲେ। ବନ୍ଧୁ ମହାନ୍ତିଙ୍କ ସ୍ତ୍ରୀ କହିଲେ, ଆପଣ ତ ସେତେବେଳେ କୁହନ୍ତି ପୁରୀର ଜଗନ୍ନାଥ, ଆପଣଙ୍କର ବଡ଼ ଭାଇ ଆପଣଙ୍କର ମିତ୍ର। ଚାଲନ୍ତୁ, ଆମେ ତାଙ୍କ ପାଖକୁ ଯିବା। ସେ କ'ଣ ନିଜ ଭାଇର ପରିବାରକୁ ଭୋକରେ ମରିବାକୁ ଦେବେ? ସ୍ତ୍ରୀଙ୍କ କଥା ଶୁଣି ବନ୍ଧୁ ମହାନ୍ତି ନିଜ ପରିବାର ସହ ଚାଲି ଚାଲି ପୁରୀ ଆସିଲେ। ପୁରୀରେ ପହଞ୍ଚିଲା ବେଳକୁ ସଞ୍ଜ ହୋଇଯାଇଥିଲା ଏବଂ ପ୍ରବଳ ବର୍ଷା ହେଉଥିଲା। ମନ୍ଦିରର ସବୁ ଦ୍ୱାର ବନ୍ଦ ହୋଇଯାଇଥିଲା। ପରିବାର ଲୋକେ ଭୋକ ଓ କ୍ଳାନ୍ତିରେ ଶ୍ରୀମନ୍ଦିର ପଛପଟେ ଥିବା ପେଜନାଳ କୂଳରେ ବସି ରହିଲେ। ବନ୍ଧୁ ମହାନ୍ତି ମନେ ମନେ ଜଗନ୍ନାଥଙ୍କୁ କହିଲେ, ହେ ମିତ୍ର, ମୁଁ ତୁମ ପାଖକୁ ଆସିଛି। ମୋ ପରିବାର ଭୋକିଲା ଅଛନ୍ତି, କିନ୍ତୁ ଏବେ ତ ମନ୍ଦିର ବନ୍ଦ। ତୁମେ ଯାହା ଦେବ ଆମେ ସେଇଆ ଖାଇ ଚଳିଯିବୁ। ଏହା କହି ସେ ପ୍ରଭୁଙ୍କ ଧ୍ୟାନରେ ବସିଗଲେ। ମଧ୍ୟରାତ୍ରିର ଚମତ୍କାର। ରାତି ଅଧରେ ଜଣେ କଳା ଆଖିର ସୁନ୍ଦର ସେବକ ସେଠାକୁ ଆସିଲେ। ତାଙ୍କ ହାତରେ ଏକ ସୁନାର ଥାଳି ଥିଲା, ଯେଉଁଥିରେ ଅତି ସୁସ୍ୱାଦୁ ମହାପ୍ରସାଦ ଥିଲା। ସେ ବନ୍ଧୁ ମହାନ୍ତିଙ୍କ ପାଖକୁ ଯାଇ କହିଲେ, ନିଅ ବନ୍ଧୁ, ତୁମର ମିତ୍ର ଜଗନ୍ନାଥ ଏହି ପ୍ରସାଦ ପଠାଇଛନ୍ତି। ତୁମେ ଏବଂ ତୁମ ପରିବାର ଏହାକୁ ଆନନ୍ଦରେ ଗ୍ରହଣ କର। ପରିବାର ଲୋକେ ପେଟପୁରା ମହାପ୍ରସାଦ ଖାଇଲେ ଏବଂ ସେହି ସୁନା ଥାଳିଟିକୁ ସେଠାରେ ରଖି ଶୋଇପଡ଼ିଲେ। ସକାଳୁ ଯେତେବେଳେ ମନ୍ଦିର ଦ୍ୱାର ଖୋଲିଲା, ସେତେବେଳେ ଜଣାପଡ଼ିଲା ଯେ ପ୍ରଭୁଙ୍କ ରତ୍ନଥାଳି ଚୋରି ହୋଇଯାଇଛି। ଖୋଜାଖୋଜି କରୁ କରୁ ସେବକମାନେ ପେଜନାଳ କୂଳରେ ବନ୍ଧୁ ମହାନ୍ତିଙ୍କ ପାଖରୁ ସେହି ସୁନା ଥାଳି ପାଇଲେ। ସେମାନେ ଭାବିଲେ ବନ୍ଧୁ ମହାନ୍ତି ଜଣେ ଚୋର ଏବଂ ତାଙ୍କୁ ନେଇ ଜେଲରେ ବନ୍ଦ କରିଦେଲେ। ବନ୍ଧୁ ମହାନ୍ତି କାନ୍ଦି କାନ୍ଦି କହିଲେ, ହେ କାଳିଆ, ତୁମେ ପ୍ରସାଦ ଦେଇ ପୁଣି ଜେଲରେ ରଖିଲ। ସେହିଦିନ ରାତିରେ ପୁରୀର ଗଜପତି ମହାରାଜାଙ୍କ ସ୍ୱପ୍ନରେ ପ୍ରଭୁ ଜଗନ୍ନାଥଙ୍କ ଆସି କହିଲେ, ବନ୍ଧୁ ମହାନ୍ତି ମୋର ପରମ ଭକ୍ତ, ମୋର ମିତ୍ର। ସେ ଭୋକିଲା ଥିଲା, ତେଣୁ ମୁଁ ନିଜେ ଯାଇ ତାକୁ ମୋ ରତ୍ନଥାଳିରେ ପ୍ରସାଦ ଦେଇ ଆସିଥିଲି। ସେ ଚୋର ନୁହେଁ, ତାଙ୍କୁ ତୁରନ୍ତ ସମ୍ମାନର ସହ ମୁକ୍ତ କର। ରାଜା ନିଜର ଭୁଲ ବୁଝିପାରିଲେ। ସେ ବନ୍ଧୁ ମହାନ୍ତିଙ୍କୁ ଜେଲରୁ ମୁକ୍ତ କଲେ ଏବଂ ତାଙ୍କୁ ଶ୍ରୀମନ୍ଦିରର ଜଣେ ସେବକ ଭାବେ ନିଯୁକ୍ତ କଲେ। ସାରା ଜୀବନ ପାଇଁ ତାଙ୍କ ପରିବାରର ଖାଇବା ପିଇବାର ଦାୟିତ୍ୱ ମହାପ୍ରସାଦ ମାଧ୍ୟମରେ ପ୍ରଭୁ ନିଜେ ନେଲେ। ଶିକ୍ଷା: ଯଦି ଆମର ଭକ୍ତି ନିଷ୍କପଟ ଏବଂ ବିଶ୍ୱାସ ସଚ୍ଚା ହୋଇଥାଏ, ତେବେ ଭଗବାନ ନିଜେ ଆମର ଦୁଃଖ ଦୂର କରିବାକୁ ଚାଲି ଆସନ୍ତି। ଭଗବାନ କେବଳ ଭାବର ଭୁଖା, ତାଙ୍କୁ ପାଇବା ପାଇଁ ଧନ ନୁହେଁ, କେବଳ ସଚ୍ଚା ହୃଦୟ ଦରକାର। ଜୟ ଜଗନ୍ନାଥ। ଆପଣଙ୍କୁ ଏହି କାହାଣୀଟି